हेलो जय जगन्नाथ। आसନ୍ତୁ ଦେଖିବା କେମିତି ଆମେ ବଡ଼ି ପ୍ରସ୍ତୁତ କରୁଛୁ। ଆଗେ କଖାରୁକୁ କାଟି ନେଇଛୁ, ଅନୁସାର ଦେଇ ଚୋପା ଛଡ଼ଉଛନ୍ତି। ଆମେ ଲେଙ୍କର ମୋର ବସିକି କଖାରୁ କୁରୁଛୁ, ଆଉ ମା କମଳା ଦେଇ ବସିକି ବିରି ଘୁଟୁଛନ୍ତି। ମୋ ପୁଅ ଖାଲି ଏପଟ ସେପଟ ଦେଖୁଛି, ସିଏ ଚାହୁଁଛି ଯେ ମୁଁ କରିମି ବୋଲି, କିନ୍ତୁ ଆମେ ତାକୁ କରିବାକୁ ଦଉନୁ। ଆମେ ଏଠି ସମସ୍ତେ ବସିକି ନିଜ କାମରେ ପୁରା ଲାଗି ଯାଇଛୁ। ୟା ପରେ ମୁଁ ପଳେଇ ଆସିଲି, ପୁଅ ଯିବ ସ୍କୁଲ, ସେଥିପାଇଁ ମୁଁ ଯାଇକି ଗାଧେଇ ପାଧେଇକି ରେଡ଼ି ହେଲି। ପୁଅକୁ ଗାଧେଇକି ରେଡ଼ି କରେଇଲି। ଏବେ ପୁଅକୁ ସ୍କୁଲ ଛାଡ଼ିବାକୁ ନେଲା ବେଳକୁ ବାଟରେ ତାର ଟ୍ରାକ୍ଟରରେ ବାଲି ଲୋଡ଼ ହେଉଥିଲା। ଆମେ ପୁଅର ମୋର ଅପେକ୍ଷା କରୁଛୁ ଗାଡ଼ିକି। ଆଜି ଗାଡ଼ି ବି ବହୁତ ଲେଟ୍ ହେଇଯାଇଛି। ଏବେ ଗାଡ଼ି ଆସିକି ପହଞ୍ଚି ଗଲାଣି। ଆମେ ସେଠିକି ଯାଉଛୁ ଚାଲି ଚାଲିକି। ବାବା ପହଞ୍ଚିଗଲା, ଏବେ ବସିଲା, ଗାଡ଼ି ଛାଡ଼ିଦେବ, ଏବେ ଯିବ। ଆଉ ମୁଁ ଏବେ ଘରକୁ ପଳେଇ ଆସିଲି। ଆସିକି ୟାଙ୍କୁ ସବୁ ଦେଲି ବଡ଼ି ବିଛିବା ପାଇଁ। ଆମର ତ ଘର କାମ ଚାଲିଛି, ଉପର ଘର, ସେଥିପାଇଁ ସେ ଛାତ ଉପରକୁ ନେଲେ, ଦେଇ ଘର ଛାତ ଉପରକୁ, ଏଠି ବିଛଉଛନ୍ତି। ମୁଁ ବି ଯାଇକି କାମ ସାରିକି ଟିକେ ପହଞ୍ଚିଗଲି। ମୁଁ ଯାଇକି ଟିକେ ବଡ଼ି ପାରିଲି। ଏଠି ଅନୁଷା ଦେଇ ମା ମୁଁ ବିଛେଇଲୁ, ଆଉ ସେ ପାଖରେ କମଳା ଦେଇ ତାଙ୍କର ଫେଣଉଛନ୍ତି ବିରିକି। ଦେଖନ୍ତୁ, ଅନୁଷା ଦେଇ ତାଙ୍କର ବସିକି ପୁରା ଗୋଡ଼ ଲମ୍ବେଇକି ଫେଣଉଛନ୍ତି। ମୁଁ ପୁଣି ପଳେଇ ଆସିକି ଘରେ ରୋଷେଇ କରାହେବ ଦ୍ୱିପହର ପାଇଁ। ମୁଁ ଆସିକି ପରିବା ସିଝେଇ ଦେଲି ସବୁ, ଦହି ତରକାରୀ କରିବା ପାଇଁ। ସିଝିଗଲାଣି ପରିବା, ଏବେ ମୁଁ ଛୁଙ୍କ ଦେମି। ଛୁଙ୍କ ଦେଇକି ଦହି, ସେ ଯେଉଁ ପରିବା ସିଝିଥିଲା, ମୁଁ ସେ ଭିଡ଼ିଓଟା ଦେଖେଇ ପାରିଲିନି ଆପଣଙ୍କୁ। ତାପରେ ମୁଁ ଦହି ଦେଇକି ଫୁଟେଇ ଦେଇଥିଲି। ଏବେ ତାକୁ ଛୁଙ୍କ ଦେଉଛି। ଦହି ଅଲରେଡ଼ି ପରିବା ସହିତ ଦେଇ ଦେଇଛି, ଏବେ ଛୁଙ୍କ ଦେଇଦେବା। ଆପଣ କେମିତି ରାନ୍ଧନ୍ତି ମୁଁ ଜାଣିନି, ମୁଁ ଏଇ ଟାଇପ୍ର ପରିବା ଯେଉଁ ଦହି ତରକାରୀଟା ମୁଁ ଏମିତି ରାନ୍ଧେ। ତାପରେ ମାଛ ଥିଲା, ତାକୁ ଭାଜି ନେଇକି ଝୋଳ କରିମି। ଏବେ ମୁଁ ରୁଟି କରିନେଲି, ରୁଟିରେ ଟିକେ ଘିଅ ପକେଇ ଦେଇ କଲି। ମୁଁ ଆଜି ଗୁରୁବାର ଖାଇବିନି ଭାତ, ସେଥିପାଇଁ ମୁଁ ପରଟା କରିନେଲି। ଆଉ ଏମିତି କରିନେବେ, ଶୀଘ୍ର ହେଇଯିବ। ଥାକ ବାଇ ଥାକ ଦେଇ ଦେଇକି କରିନେବେ, ପରଟା ଶୀଘ୍ର ହେବ କରିବା ପାଇଁ। ତାପରେ ମୋର ପାଇଁ ଆଳୁ ଭାଜିଦେଲି, ତାପରେ ଶେଉଳ ମାଛକୁ ଆମ୍ବୁଲ ଝୋଳ ଦେଇ କରିଦେଲି। ଏବେ ମୋର ମସଲା ହେଇ ଆସିଲାଣି ଶେଉଳ ମାଛ ପାଇଁ। ଏବେ ଶେଉଳ ମାଛ ଦେଇଦେବା, ମସଲା ରେଡ଼ି। ଏବେ ମୁଁ ରଘୁ ଭାଇକି ଖାଇବା ପାଇଁ ଡାକିବାକୁ ଯିବି। ସେଠି ତାଙ୍କର ବାଲି ବୋହୁଛନ୍ତି, ମାଟି ବାଲି ମିଶା ଯେଉଁ। ମୁଁ ଏବାଟେ ଆସି ତାଙ୍କୁ କହୁଛି ଯେ ଏଇ ଜାଗାରେ ପକେଇଦେବ ବୋଲି। ତାପରେ ମୁଁ ତାଙ୍କୁ ବତେଇ ଦେଇକି ମୁଁ ପଳେଇ ଆସିଲି। ଆମ ଘର କାମ ଚାଲିଛି ବୋଲି ସବୁ ଏପଟ ସେପଟ ଜିନିଷ ପତ୍ର ପଡ଼ୁଛି। ଦେଖନ୍ତୁ, ରହୁଛି, ଜୟ ଜଗନ୍ନାଥ।